चढ़ीगला चढ़ीला जी पेट कथा बुझी पारे सी होची मा तुम पेट कथा बुझी पारिलु मते खाइबा दिलु तुम मा हो Mama. अरे बाबा तू इनके हॉस्पिटल जाएंगे अरे हंसुच तू तुते देखी मते हस लागुची हस तो सृष्टि किने मो ताको मां बोली संबोधन करि साला परे भी से मते कुन पुओ बोली कहबा को कुंटा मन करूची तो सृष्टि किने तुम मन को ठीक चलीचे रास्ता रे जाउथबा बळे जदि कोई देखिबो कोटी अनाथ छुआटा बसी कांदुची ताले तमे माने ताको कोळै नबनी तमे माने बाटो भांगी चाली जीवो मुटी चालीची तम मन को ठीक चालीची जा डागना मोना डागना जा पड़े जा पड़े जा गोगो करियो का झुलवा नहीं चुरा नहीं जा पड़े जा वो जाने ये जीवन रे मुखे भी गोटी सफल पुरुष ही पारी केबे गोटी फल मनीष ही पारी केबे सफल पुरुष ही पारी नहीं रे जगा तू निश्चय गोटाए सफल पुरुष हबो तू निश्चय गोटाए भलो मनीष हबो तू मते मां बोली कहूतिलु ना मु तो मां हेपी रे मोरे कोण तो कानीटा तो पई मार कोण तो कानी हबो हो जगा तू मते थारुटी बो बोली डाके जगा थारुटी तू मते बो बोली डाके जगा मते थारुटी तू बो बोली डाके देखो सेमित कथा कहबनी कह दोचे सेमित कथा कहबनी कहूचे हां केबेनी कहबनी केबेनी कहबनी तमे जानि तो बस ए 5 दिन तळे एटा मो घर को जाई मते उठी लेबा चेष्टा करथिला बुझिलो ना वो सेटा थिला मोर मजबूरी सेति पय ताको उठी लेबा बसते मु तबे मो पाठ बदली देइछे मु घरमणी सब चेष्टा करछि ए तो मोते तमर गडे बहारा केने दिन पे जो जगह को से जगह काई कि ना कुकुर लांगुर केबे सीधा होई से जो बोका को से बोका
ମ୍ୟାଡାମ ଓ ମ୍ୟାଡାମ ଯୋଉ ବିଜୁଳି ଶକ୍ତିରେ ହିଟର ଜଳି ଡହ ଡହ ତାତି ଦିଏ ସେଇ ବିଜୁଳି ଶକ୍ତିରେ ବି ଏସି ଚାଲି ଥଣ୍ଡା ଦିଏ। ଶକ୍ତି ଗୋଟାଏ ଆଧାର ଦିଟା ହେଇଗଲେ ଫଳ ବି ଦିଟା ହେଇଯିବ। ମୁଁ ବି ତମ କଥାକୁ ମାନି ନେଇ ପାରିବି ରେ। କାହିଁକି ମାନି ପାରିବନି ମ? ଏଟା କଥା କହିଲେ ମୁଁ ତମ କଥାକୁ ମାନି ପାରିବିନି, କାହିଁ ମାନି ପାରିବନି? ଯଦି ଦଶ ରତ୍ନାକର ବାନ୍ଧି ଖେଳା ମାଣି ଦେଖିପାରିଲେ ମୁଁ କାହିଁ ଗୋଟେ ସଫଳ ବୁଝାଇ ପାରିବି ମ? ମାଉସୀ ମାଉସୀ ତୁ କଣ ଏ ମ୍ୟାଡମଙ୍କ କଥା ଭାବୁଛୁ ନା? ନାଇଁ ପୁଅ, ମୁଁ ତାଙ୍କ କଥା ଭାବୁନି, ମୁଁ ତୋର ସେ ବିଜୁଳି ଶକ୍ତି କଥା ଭାବୁଛି। ଏ ଛୋଟିଆ କଥାଟିଏ କେତେ ବଡ ମହତ୍ଵ ରହିଛି ତା ଦେହରେ। ଚାଲ ବାପା, ଯିବା। ମୁଁ ତତେ ମୋ ସାଥିରେ ମୋ ଘରକୁ ଯିବି ଯେ, ହେଲେ ତୋ ପାଖରେ ମୋର ଗୋଟେ ଦେଖ ବାବା, ମୋ ସ୍ୱାମୀ ଆଉ ମୋ ପୁଅ ମାନଙ୍କ ପରାମର୍ଶ ନେଇ ମୁଁ ତତେ ମୋ ସାଥିରେ ମୋ ଘରକୁ ନଉଛି। ଏମିତି ବି ଦିନ ଆସିବ ତତେ ନେଇ ସେ ଘରେ ବହୁତ ବଡ ଝଡ଼ ସୃଷ୍ଟି ହବ। ସେ କଥାକୁ ମନରେ ଧରି ମୋ ଉପରେ ଅଭିମାନ କରି ସେ ଘର ଛାଡିକି ଚାଲିଯିବ। ମୁଁ ତତେ କଣ ଡାକିଛି? ଓ ମାକୁ ଛାଡି ମୋ କଣ କୁଆଡେ ଯାଇପାରେ? କେତେ କୁଆଡେ ଜୀବନ ଗୋଟିଏ ଜାଗା, ଆଉ ସେଇଟା ହଉଛି ମଶାଣି। ଏଇ ମିଳିଗଲା ସଫଳ ପୁରୁଷ ହବା ପାଇଁ ମତେ ଜଣେ ମିଳି ଯାଇଛି। ଦେଖ ଏଥର ମୁଁ ସଫଳ ପୁରୁଷ ହେଇପାରୁଛି କି ନା? ମାଉସୀ ଯିବା। हेलो, हाँ पा क्या बाबू कुआड़े भला से गुंडा? हाँ गुंडा, जहाँ तो तुम्हें संगे नहीं आता, आमो मन को शासन को या पाइछ। नहीं रे पिला, तुम्हें जहाँ को गुंडा बोली कहूचो से गुंडा नुह, से गोटे भलो मनीष। आश्रय नथिला, खाइबा को नथिला, रहिबा को जगह नथिला, सेठी भाई मु ताको मो साथरे घर को नै आसीली। आज तू से एई घरे रहिबो, आ मो बड़ पुओ हे से रहिबो। हेले ता पूर्वरु ए घरर संपत्ति सब दी भागरे बांट होइबा। निजे भूली जाऊँ भाई इसको कोई कदम भरा तुझे सबुदिन भाई घर में भरा सृष्टि करी और तुम किसी काम धुना नहीं
ଅତୀତର ବହୁ ଅସମ୍ମାନ ତ କରିବା ବାପାଙ୍କ ମନରେ ଆଘାତ ଦେବା ଏସବୁ ବନ୍ଦ କର ତାହେଲେ ସେଦିନ ମୋ ହାତ ଉଠେଇଥିଲ ବୋଲି ଆଜି ମୋ ସପଟିଆ ହବନି କେ ଯେତେବେଳେ ଯାହା ମାଗୁଛି ତାକୁ ତ ଯୋଗେଇ ଦଉଛନ୍ତି ସେ ତାଙ୍କ ସପଟିଆ ନହେଁ ଆମେ ସେଇଟା ତମ ବୋଉକୁ ବିଶ୍ୱାସ ନ କରି ଆମକୁ ବିଶ୍ୱାସ କରିବ ସେଇଟା ଅନ୍ତତଃ ଏ ଜନ୍ମରେ କେବେ ସମ୍ଭବ ନୁହଁ ମୁଁ ଜାଣିଛି ମୁଁ କେବେ ଭୁଲ କରିପାରେ अरे अरे इतने विश्वास ମୋ ଉପରେ ତୋର ଏତେ ବିଶ୍ୱାସ ବୋଉ ପୁରା ତୋଠୁ ଜନ୍ମ ଦେଇଛି କହିଲେ ବୋଉ ତତେ ଯଦି ବିଶ୍ୱାସ ନ କରିବି ଆଉ ମୋ ପୁଣି ପଢ଼ନ୍ତୁ ନାହିଁ ଏ ବୋଉ ତୁ କହିଲୁ ଭୋଟ ବିଲୋକ ତମ ବାପାଙ୍କୁ କହିଛୁ ନା ଏ ମମତା ତୁ ଅନେକ ଲୋକଙ୍କ ପାଖରେ ହାତ ପକେଇଲି ହେଲେ ଟଙ୍କା ତ ଆମେ ସମସ୍ତେ ମନା କରିଥିଲେ ତମେ ସେମିତି କୁହନି ତମେ ଟଙ୍କା ଦବା କଥା ମନା କରିବା ପାଇଁ କହିଲେ ମୋ ପୁଅର ପାଠ ପଢା ଅଧାରେ ରହିଯିବ ଅଧା କହିଯିବ ମୋ ପୁଅର ପାଠ ପଢା କାହିଁ ସେ ଜମିଟାକୁ ବିକ୍ରି କରିଦଉନା ତମକୁ ସେ ଜମି ବ୍ୟତୀତ ଆଉ କିଛି ଦେଖାଯାଉନି ସବୁବେଳେ ଖାଲି ଜମି 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 ଏ ଘରେ ଅନର୍ଥ ସୃଷ୍ଟି କରିବା ଛଡା ତମର ତ ଆଉ କିଛି କାମ ନାହିଁ ସବୁବେଳେ ଖାଲି ଭୋଟ ଉପରେ କଥା ହବ ତମର କାମ କିଛି କାମ ନାହିଁ ଖାଲି ଭୋଟ ଉପରେ କଥା ଓ ତମେ ଚୁପ କର ହଉଛି ତମେ ଜାଣିନା ଆଜିକାଲି ଶବ୍ଦ କହିଲେ ଶକ୍ତି ହବାକୁ ପଡେ ମମତା ଏ ସବୁ କଣ ସତ କାହିଁକି ମମତା କାହିଁକି କାହିଁକି ନା ମୁଁ ହଉଛି ଗୋଟେ ମା ଭୋକ ବିକଳରେ ଛଟପଟ ହଉଥିବା ଗୋଟେ ଭୋକିଲା ପିଲାର ବିକଳ ମୋ ଆଖିରେ ଦେଖି ପାରିଲିନି ମାଙ୍କର ପାଇଁ ଡହଳ ବିକଳ ହଉଥିବା ସେ ପିଲାଙ୍କର ଦୁଃଖ ମୁଁ ମୋ ମନ ଭିତରେ ସହିପାରିଲିନି କେବଳ ସେଇଥିପାଇଁ ମୁଁ ଏ ଘରେ ରହିବା ପାଇଁ ଅନୁମତି ଦେଇଦେଲି ତମେ କୁହ ଏସବୁ କରି ମୁଁ କଣ କିଛି ଭୁଲ କରିଛି ଆରେ ମାନସ ତୁ କହ ଏସବୁ କରି ମୁଁ କଣ କିଛି ଭୁଲ କରିଦେଇଛି କହ ମାନସ ତୁ କହ ନାଇଲେ ବୋଉ ତୁ କିଛି ବି ଭୁଲ କରିପାରିବୁନି ତୁ ପାପ ଏବଂ ଭୋଟ ବିଲୋକ ତ ହବ କି ନାହିଁ ଆରେ ଦିନ ଦିନ ଭିତରେ ମୁଁ ତାକୁ ଟଙ୍କା ଯୋଗାଡ଼ କରିଦେବି ତୁ ଫର୍ମ ଫିଲଅପ୍ ନିଶ୍ଚୟ କରିବୁ ନିଶ୍ଚୟ ତୁ ଫର୍ମ ଫିଲଅପ୍ ହବ ମୁଁ ସତ କହୁଛି ନା ବୋଉ ମୋର ଯଦି ଫର୍ମ ଫିଲଅପ୍ ନ ହୁଏ ମୁଁ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବି ତାହେଲେ ତୁ ରହିକି गोटे पुओ सुसाइड करने को चलीगला आउ गोटे पुओ ब्लॉक चेयरमैन न होई पारी ता भविष्य अंधार हो जाऊ ए वंश को रखिबो ना ए पुरा पुरे ही जाबो माने का होची से जमी ए जमीटा बिक्री करबो सब समस्या समाधान हो जिवो से गुंडा को तमे घर पुआ कर रखो सेति मोर किछ कहली बानी ए से गुंडा छाई जेमती मो ऊपर न पड़े जो दिन से गुंडा छाई मो ऊपर पड़बो सेई दिन मु सेटा को पिटी पिटी ए घर बाहर कर देबी ओहो बेटी अन्नानी
ପୋଡ଼ିଦେଲ କାହିଁକି? କେବଳ ତାର ସେଇ ଜଗା ନାଁଟା ପାଇଁ। ହଁ, ତାର ସେଇ ଜଗା ନାଁଟା ଶୁଣି ସାରିଲା ପରେ ମତେ ଯେମିତି ଲାଗିଲା ସେଇ ହଉଛି ଆମ ଜଗନ୍ନାଥ। ତାକୁ ଥରେ ଦେଖି ସାରିଲା ପରେ ମୋ ହାତରେ ତାକୁ ଖୁଆଇ ଦେଇ ସାରିଲା ପରେ ତା ପ୍ରତି ମୋ ମା ମନଟା କାହିଁ ଉଛୁଳି ପଡିଲା। ଥରଟିଏ ତାକୁ ମୋ ମନ ଭିତରେ ସାଇତି ରଖିବାକୁ ଇଚ୍ଛା ହେଲା। ଆଉ ଅତୀତରେ କରିଥିବା ଭୁଲ ପାଇଁ ତା ପାଖରେ ହାତ ଯୋଡ଼ି କ୍ଷମା ମାଗିବାକୁ ମୋର ଇଚ୍ଛା ହେଲା। ଏଇ ତମେ କୁହ, ଏସବୁ କରି ମୁଁ କଣ କିଛି ଭୁଲ କରିଦେଇଛି? ଯଦି ତମେ ଭାବୁଛ ଏସବୁ କରି ମୁଁ କିଛି ଭୁଲ କରିଦେଇଛି, ତାହେଲେ ତମେ ମତେ ମାର ପଛେ, ହେଲେ ସେ ପିଲାଟାକୁ ଏ ଘରେ ରହିବା ପାଇଁ ତମେ ଟିକେ ଅନୁମତି ଦିଅ। ମୁଁ ତମକୁ ହାତ ଯୋଡ଼ି ନେଉରାଉଛି, ତମେ ଅନୁମତି ଦିଅ। ଜାଣିଛି ମମତା, ଜାଣିଛି। କେବଳ ସେଇ ଜଗାର ନାଁଟା ପାଇଁ ତମ ମନ ଭିତରେ ମମତା ସୃଷ୍ଟି ହେଇଛି, ଯୋଉଟାକି ତମେ ଭୁଲି ପାରୁନା। ଯଦି ତମ କହିବା କଥା ସତ, ତାହେଲେ ମୁଁ ତାକୁ କେମିତି ଭୁଲିବି? କେମିତି ଭୁଲିବି ମୁଁ ତାକୁ? କେମିତି ଭୁଲିବି? ତାକୁ ଛୁଇଁ ଲାଭ, ତାକୁ ଛୁଇଁ ଲାଭ। ଯାହା ପାଇଁ ଏବେ ନାଟ, ତାହାର ତ ଦେଖା ସଫଳ ନାହିଁ, ତାକୁ ଛୁଇଁ ଲାଭ। ଏଇଠି ମୋ କଥା ମାନ, ସେ ସମ୍ପତ୍ତିକି ବିକ୍ରି କରି ଏ ପୁଅକୁ ଟଙ୍କା ଦେଇଦିଅ। ଅସମ୍ଭବ ଇଏ, ଅସମ୍ଭବ। ମୁଁ ତମକୁ ଥରେ କହିଦେଇଛି, ମୋ ଚକର ପାଇଁ ରଖିଥିବା ସମ୍ପତ୍ତିରୁ କାଲି କୌଣସି ବି ମୁଁ କାହାକୁ ଦେବିନି, କାହାକୁ ଦେବିନି। ମୁଁ ତା ନହେଲେ ଏ ଘର ଅନର୍ଥ ସୃଷ୍ଟି ହବ। କଣ କହିଲ? ଅନର୍ଥ ସୃଷ୍ଟି ହବ? ହେଇଯାଉ ଅନର୍ଥ ସୃଷ୍ଟି। ମୋ ଚକର ନାଁ ରଖିଥିବା ସମ୍ପତ୍ତିରୁ ମୁଁ ଏତେ ଟିକେ ବି କାହାକୁ ଦେବିନି, କାହାକୁ ଏ ଦେବିନି। ମମତା, ଯଦି ତମ ପିଲାମାନେ ତମକୁ ପଚାରିବେ ସେ ସମ୍ପତ୍ତି କାହା ପାଇଁ ରଖିଛ, କି ଉତ୍ତର ଦବ ତମ ତାକୁ? କହିଦେବି ମୁଁ, କହିଦେବି ସମସ୍ତଙ୍କୁ। ମୁଁ ଶାଶୁ ଘରକୁ ଆସିବା ପୂର୍ବରୁ ଜଗନ ବୋଲି ମୋର ଗୋଟିଏ ପୁଅ। ଏଇ ସମାଜକୁ ଭୟ କରେ। ତୁ ବଡ଼ ପାହାଡ଼ ଘେରା ଜଙ୍ଗଲ ଭିତର ମଙ୍ଗଳପୁର ଗାଁରେ ମରାଠୀ ମଉଜ ପାଖରେ ଛାଡ଼ି ଦେଇ ମୁଁ ମୋ ଶାଶୁ ଘରକୁ ଚାଲି ଆସିଥିଲି। କହିଦେବି ସମସ୍ତଙ୍କୁ, ମୁଁ ଏଇ କଥା କହିଦେବି ସମସ୍ତଙ୍କୁ। ହେ ମମତା, ତାପରେ ତମ ଅବସ୍ଥା କଣ ହବ ବୁଝିପାରୁଛ ତ? କଣ ହବ? କଣ ହବ ମୋ ଅବସ୍ଥା? କଣ ବୁଝିଲି ମୁଁ? ତମେ ଗୋଟେ ଚରିତ୍ରହୀନ ପାଲଟିଯିବ। ମୁଁ ଚରିତ୍ରହୀନ, ହେଲେ ମୁଁ ତମକୁ କହିଦଉଛି, ମୋ ଜଗନ ପାଇଁ ସାଇତି ରଖିଥିବା ସମ୍ପତ୍ତିରୁ ଏତିକି ଟିକେ ବି ମୁଁ କାହାକୁ ଦେବିନି, କାହାକୁ ଦେବିନି। ମୁଁ ସତ କଥା। ଜଗନ ବୋଲି ତୋର ଗୋଟିଏ ପୁଅ ଥିଲା ନା? ନାଇଁ, ମିଛ କଥା। ସେ ମୁଁ ମିଛ କଥା କହିଲି। ମାନେ ଆଉ ଲୁଚାଅନି ମମତା, କଥା ଲୁଚେଇବା ବହୁତ କଷ୍ଟ। କଥା ଲୁଚାଅନି। ତମ ମା ମନ ତଳେ ଘୁମୁରି ଘୁମୁରି କାନ୍ଦୁଥିବା ସେ ଅକୁହା କାହାଣୀଟା ଜଗା ପାଖରେ ପହଞ୍ଚି ତାମାନେ ବୋଉ ଯାହା କହିଲା ସତ।
କେବଳ ତାରି ଫେରିବା ବାଟକୁ ଚାହିଁ ଚାହିଁ ମୁଁ ଆଜି ମୋ ପିଲା ପାଖରେ ଗୋଟିଏ ଅବିଶ୍ୱାସୀର ପାତ୍ରୀ ପାଲଟି ଯାଏ। ମୋ ପିଲାମାନଙ୍କୁ ଆଜି ମୋ ପିଲାମାନଙ୍କୁ ଏ ବୋଉ ତୁ ସେ ମଝିରେ ପୁଅ ଜଙ୍ଗଲ ଉପରେ ଭାରି ରାଗ ଅଭିମାନ ଆସେ ନା? ଆସେ ବହୁତ ଜୋରରେ ରାଗ ଅଭିମାନ ଆସେ। ହେଲେ 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 ତାର ସେ ବୋଉ ଡାକର ସ୍ୱରଟା ମୋ କାନରେ ପଡ଼ିଗଲେ ସବୁ ରାଗ ଅଭିମାନକୁ ମୁଁ ଭୁଲିଯାଏ। ସବୁ ରାଗ ଅଭିମାନକୁ ଭୁଲିଯାଏ। ମୁଁ ଭାବେ ବିଚାରଟା କୋଉଠି ଥିବ, କଣ କରୁଥିବ, କେମିତି ଖାଉଥିବ, କେମିତି ରହୁଥିବ। ତାର ସେ ଦୁର୍ଭାଗ୍ୟ ପାଇଁ ସେ ନିଶ୍ଚୟ ମତେ ଦାୟୀ କରେ। ବାପା ମାଙ୍କ ଉପରେ ରାଗ ତୁ ଯେତେବେଳେ ମୋତେ ଖାଇବାକୁ ଦେଲୁ ମୋ ପେଟ କଥା ବୁଝି ଯେତେବେଳେ ମୋତେ ଖାଇବାକୁ ଦେଲୁ ମୋର ମୋ ବୋଉ ଉପରେ ଭାରି ରାଗ ଆସୁଥିଲା। ମୁଁ ସେତେବେଳେ ଭାବୁଥିଲି କାହିଁକି ମୋ ବୋଉ ମୋତେ ଛାଡ଼ି ଚାଲିଗଲା। କିନ୍ତୁ ତୁ ଯେତେବେଳେ ଗୋଟେ ପୁଅକୁ ଏ ଘରକୁ ନେଇ ଆସିଲୁ ମୋତେ ଘୋଡ଼େଇ ଦେଲୁ ମୁଁ ସେତେବେଳେ ବୁଝିଲି ମୋ ମାର କିଛି ଦୋଷ ନାହିଁ। ମଣିଷ କେବଳ ପରିସ୍ଥିତିର ଦାସ। अरे क्या कहूची तते क्या कहूची तू गोटाए गुंडा क्या कहूची तू गोटाए बदमाश किंतु मु कहूची तो बड़ी गोटे गुंडा बदमाश मुंडरे जेति की बुद्धि अछि आजि रे सभ्य शिक्षित पिला मन को मुंडरे नथि बरे ए पिला मन को मुंडरे नथि ए बाबा अरे जहां पाई एते न तो तार तो देखा सपन नाही तार तो अन्य मान को पाखरे करी कौन की तो और माने कौन अछि हां माने कौन अछि আজি পর্যন্ত মোর সে জগন কথাটা আমি বাপ মা দিজণ ছাত্র পথর তলে চুপি রাখিছিল और आज पहुंची प्रथम व्यक्ति जे की एक কথা শুনিলা हे बुआ अरे ये बुला का ते हाथ को जोड़ी अनुरोध ये কথা তো कहां लगे तो और जो देखो तो ये माता चरित्र का पद्धति क्या बिना मो माँ चरित्र है ना मो माँ चरित्र है ना मो माँ तुमका परी पवित्र है ना से चरित्र है ना से चरित्र है ना ए वो तो कथा सुनी जी तो पुह जगन्ना रे संपत्ति किछि रखिछ मो तते से संपत्ति मागुनी ए 1000 टंका दउछि एइटा होछि
ମୋର ଜଗାର ଟଙ୍କା ମୁଁ ଶୁଣିଛି ମା ମାନେ ତାଙ୍କ ପୁଅକୁ ସବୁବେଳେ କହିଥାନ୍ତି ଏ ଧନ ପଢାଉବୁ ପଇସା କମେଇବୁ ରୋଜଗାର କରିବୁ। ଆଜି ସତ କହୁଛି ଅନ୍ୟାୟ କରି ମୁଁ 1000 ଟଙ୍କା ଆଣି ନିଜେ ପରିଶ୍ରମ କରି 1000 ଟଙ୍କା ଆଣିଛି। ମୁଁ ଚାହୁଁଛି ଏ ଟଙ୍କାଟା ତୋର ପୁଅର ପ୍ରଥମ ରୋଜଗାର ଟଙ୍କା ତା ମା ପାଇବା ଦରକାର। ନେବ ନେ ମୋ ପ୍ରଥମ ରୋଜଗାର ଟଙ୍କା। मालिक मालिक मिताली मिताली अरे छात ऊपर ड्रेस तुमको जी ताको सब तोरी आड़ी कवर भीतर हां अरे सोका मालिक पाखे काम अच्छी मोर टंका 3 लाख दरकार से मो मालिक पाखक आसी मालिक पाखक आसी मालिक तो तुम बाहर करते मालिक पाखे की काम नहीं 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 मो बापा को देह असुस्थ डॉक्टर कहले टंका 3 लाख दरकार से मो मालिक पाखक आसी मो भाई ने तुमको टंका देबे कथा मते काई की संदेह होला तो तुम भीषण भाबरे काई चंदी हैं टंका देबेनी ताले कोन मो बापा ओ मो भाई रो फोन गेलो जगा तमे जदि मोर कोटी छोटिया कंडीशन रे राजी हेछि बोला मो तुमको टका देबी कोन कंडीशन दबो हां कोन कंडीशन मो तुमको पारेबी
ନାଇଁ ମ୍ୟାଡାମ ନାଇଁ, ଆପଣ ହଉଛନ୍ତି ଆପଣ ହଉଛନ୍ତି ଆକାଶ ଆଉ ମୁଁ ହଉଛି ମାଟି। କେବେ କେବେ ମିଳନ ସମ୍ଭବ ନୁହେଁ।